हरे कृष्ण ध्यान योग श्लोक 42। अथवा योगिनामेव कुले भवति धीमताम् एतद्धि दुर्लभतरं लोके जन्म यदीदृशम्। ହେଇପାରେ ସେମାନେ ଖୁବ୍ ଜ୍ଞାନୀ ଯୋଗୀମାନଙ୍କ ଗୃହରେ ଜନ୍ମ ନିଅନ୍ତି। ବାସ୍ତବରେ ଏ ପ୍ରକାରର ଜନ୍ମ ପୃଥିବୀରେ ବଡ଼ ଦୁର୍ଲଭ। ଏଠାରେ ଭଗବାନ କହୁଛନ୍ତି ଯୋଗୀ ପରିବାରରେ ବା ଯେଉଁ ଯୋଗୀଗଣ ଖୁବ୍ ଜ୍ଞାନୀ ସେମାନଙ୍କର ପରିବାରରେ ଜନ୍ମକୁ ଏଠାରେ ପ୍ରଶଂସା କରାଯାଉଛି। କାରଣ ଏ ପ୍ରକାରର ପରିବାରରେ ଜନ୍ମଗ୍ରହଣ କରିଥିବା ପିଲା ଶୈଶବ କାଳରୁ ଆଧ୍ୟାତ୍ମିକ ଚେତନାରେ ରହିଥାନ୍ତି ଏବଂ ଆଧ୍ୟାତ୍ମିକ ପ୍ରେରଣା ଲାଭ କରିଥାନ୍ତି। ବିଶେଷ କରି ଆଚାର୍ଯ୍ୟ ଗୋସ୍ୱାମୀ ପରିବାରରେ ଏହା ଘଟେ। ଏହି ପରିବାରର ଲୋକ ସାଧାରଣତଃ ଜ୍ଞାନୀ ଅଟନ୍ତି। ସେମାନେ ଉପଯୁକ୍ତ ତାଲିମ ଦିଅନ୍ତି, ଫଳରେ ସେମାନେ ଗୁରୁ ହୁଅନ୍ତି। ଭାରତବର୍ଷରେ ଏ ପ୍ରକାରର ଆଚାର୍ଯ୍ୟ ପରିବାର ଅନେକ ରହିଛି, କିନ୍ତୁ ଆଜିକାଲି ଉପଯୁକ୍ତ ଶିକ୍ଷା ଏବଂ ତାଲିମ ଅଭାବରୁ ସେସବୁ ଆଉ ଦେଖିବା ପାଇଁ ମିଳୁନାହିଁ ବା ସେମାନଙ୍କର ପତନ ଘଟିଛି। ଆଜିକାଲି ଉପଯୁକ୍ତ ଶିକ୍ଷା ତାଲିମ ଅଭାବରୁ ସେସବୁର ପତନ ଘଟିଛି। ତଥାପି ଭଗବାନଙ୍କ କୃପାରୁ ଏମିତି କିଛି ପରିବାର ରହିଛି, ସେହି ପରିବାର ଗୁଡ଼ିକ ସାଧାରଣତଃ ଯୋଗ୍ୟ ଉତ୍ପାଦନ କରୁଛନ୍ତି ବା ଅନେକ ଶ୍ରେଷ୍ଠ ପୁରୁଷଙ୍କୁ ସମାଜ ପାଇଁ ଦେଉଛନ୍ତି। ବାସ୍ତବିକ ଏ ପ୍ରକାରର ପରିବାରରେ ଜନ୍ମ ଲାଭ କରିବା ବହୁତ ବଡ଼ ସୌଭାଗ୍ୟର କଥା। ଏହି ପରିବାରରେ ଜନ୍ମଗ୍ରହଣ କରିବା ଅତ୍ୟନ୍ତ ସୌଭାଗ୍ୟର ବିଷୟ ଅଟେ। ଯେମିତିକି ଆମ ସମସ୍ତଙ୍କ ପାଇଁ ଦୁଇ ଜଣ ପ୍ରିୟ ଆଚାର୍ଯ୍ୟ ରହିଛନ୍ତି, ଯେଉଁମାନେ ଆମର ପଥ ପ୍ରଦର୍ଶକ। ସେ ଆଉ କେହି ନୁହନ୍ତି, ସେ ହେଉଛନ୍ତି ଆଚାର୍ଯ୍ୟ ବିଷ୍ଣୁପାଦ ଶ୍ରୀ ଶ୍ରୀମଦ୍ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ମହାରାଜ ଓ ଆଚାର୍ଯ୍ୟ ଭକ୍ତି ବେଦାନ୍ତ ସ୍ୱାମୀ। ଭକ୍ତି ବେଦାନ୍ତ ସ୍ୱାମୀ ଗ୍ରନ୍ଥକାର ଉଭୟ ସେମିତି ପରିବାରରେ ଜନ୍ମଗ୍ରହଣ କରିବାର ସୌଭାଗ୍ୟ ଲାଭ କରିଥିଲେ। ଭଗବାନଙ୍କର କୃପାରୁ ଦୁହେଁ ଶୈଶବ କାଳରୁ ହିଁ ଭକ୍ତି ମାର୍ଗରେ ଉପଯୁକ୍ତ ତାଲିମ ପାଇଥିଲେ ଏବଂ ଯୋଗବିଧି ଅନୁସାରେ ପରସ୍ପରଙ୍କୁ ଭେଟିଥିଲେ। ଶ୍ଲୋକ 43। ତତ୍ର ତଂ ବୁଦ୍ଧି ସଂଯୋଗଂ ଲଭତେ ପୂର୍ବଦେହିକଂ ଯତତେ ଚ ତतो ଭୂୟଃ ସଂସିଦ୍ଧୌ କୁରୁନନ୍ଦନ। ହେ କୁରୁନନ୍ଦନ, ହେ କୁରୁବଂଶର ଆନନ୍ଦଦାୟକ, ଏ ପ୍ରକାରର ଜନ୍ମ ନେଇ ସେ ପୁଣି ତାର ପୂର୍ବ ଜନ୍ମର ସେହି ଦିବ୍ୟ ଚେତନାକୁ ପୁନରୁତ୍ଥାନ କରାନ୍ତି ଏବଂ ପୂର୍ଣ୍ଣ ସିଦ୍ଧି ଲାଭ କରିବା ନିମିତ୍ତ ସେ ପ୍ରଯତ୍ନଶୀଳ ହୁଅନ୍ତି। ଭଗବାନ ଏଠି କହୁଛନ୍ତି ଯେ ରାଜା ଭରତ ତାଙ୍କର ତୃତୀୟ ଜନ୍ମରେ ଏକ ଉଚ୍ଚ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ। କିପରି ବ୍ୟକ୍ତି ପୂର୍ବ ଦିବ୍ୟ ଚେତନା ବା ଦିବ୍ୟ ସଂସ୍କାର ପରଜନ୍ମରେ ପୁଣି ଥରେ ଲାଭ କରେ, ତାହାର ଏକ ବଳିଷ୍ଠ ଉଦାହରଣ। ରାଜା ଭରତ ପରଜନ୍ମରେ ବ୍ରାହ୍ମଣ କୂଳରେ ଜନ୍ମ ଲାଭ କରି ନିଜର ପୂର୍ବ ଜନ୍ମର ଦିବ୍ୟତ୍ୱକୁ ପୁନର୍ବାର ସ୍ମରଣ କରି ପାରିଥିଲେ। ରାଜା ଭରତ ଏ ପୃଥିବୀର ସମ୍ରାଟ ଥିଲେ। ରାଜା ଭରତ ତୃତୀୟ ଜନ୍ମରେ ଏକ ବ୍ରାହ୍ମଣ ହେଇ ଉଚ୍ଚ ବ୍ରାହ୍ମଣ ପରିବାରରେ ସେ ଜନ୍ମଗ୍ରହଣ କରିଥିଲେ। କିପରି ସେ ପୂର୍ବ ଜନ୍ମର ଦିବ୍ୟତାକୁ ସ୍ମରଣ କରିପାରିଥିଲେ ବା ମନେ ପକାଇ ପାରିଥିଲେ ଏବଂ ସେ ଦିବ୍ୟତାକୁ ପୁନର୍ବାର ଲାଭ କରିପାରିଥିଲେ। ସେହି ଦିବ୍ୟ ସଂସ୍କାରକୁ କିପରି ପରଜନ୍ମରେ ଲାଭ କରିପାରିଥିଲେ, ତାହାର ଏକ ବଳିଷ୍ଠ ଉଦାହରଣ ଏଠି ଈଶ୍ୱର ଦେଉଛନ୍ତି ଏବଂ କହୁଛନ୍ତି ଯେ ରାଜା ଭରତ ପରଜନ୍ମରେ ଉଚ୍ଚ ବ୍ରାହ୍ମଣ କୂଳରେ ଜନ୍ମ ଲାଭ କରି ପୂର୍ବ ଦିବ୍ୟ ଚେତନାକୁ ପୁନରୁତ୍ଥାନ କରିପାରିଥିଲେ। ରାଜା ଭରତ ଏ ପୃଥିବୀର ସମ୍ରାଟ ଥିଲେ। ଦିନରୁ ଏ ପୃଥିବୀ ଭାରତବର୍ଷ ଆକାରରେ ପରିଚିତ ହୋଇ ଆସୁଛି। ପୂର୍ବରୁ ଏହା ଇଳାବୃତ ବର୍ଷ ନାମରେ ପରିଚିତ ଥିଲା। ଭାରତ ପୂର୍ବରୁ ଇଳାବୃତ ବର୍ଷ ଭାବରେ ପରିଚିତ ଥିଲା। ରାଜା ଭରତ ଅରଣ୍ୟକୁ ଗଲେ, ତପସ୍ୟା କଲେ, କିନ୍ତୁ ସେ ସିଦ୍ଧି ଲାଭ କରିପାରିଲେ ନାହିଁ। ପରଜନ୍ମରେ ଏକ ଉଚ୍ଚ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କଲେ। ଜଡ଼ ଭରତ ନାମରେ ସେ ପରିଚିତ ହେଲେ। ଏକାନ୍ତ ସ୍ଥାନରେ ସେ ବାସ କରୁଥିଲେ, ମୌନ ରହିବା ପସନ୍ଦ କରୁଥିଲେ। କାହାରି ସହ ସେ କଥାବାର୍ତ୍ତା କରୁନଥିଲେ, ଏଣୁ ତାଙ୍କୁ ଜଡ଼ ଭରତ ବୋଲି କୁହାଯାଉଥିଲା। ପରେ ରାଜା ରହୁଗଣ ଜାଣିପାରିଲେ ଯେ ସେ ହେଉଛନ୍ତି ଜଣେ ମହାନ ଯୋଗୀ। ତାଙ୍କର ଜୀବନୀରୁ ଜଣାଯାଇଛି ସାଧନା ବା ଯୋଗାଭ୍ୟାସ କେବେ ହେଲେ ବୃଥା ଯାଏ ନାହିଁ। ଭଗବାନଙ୍କ କୃପାରୁ ଯୋଗୀ
पूर्ण कृष्ण चेतना लाभ करने निमित्त बारंबार सुजोग पाए। भगवान कृपारू जोगी जनक कृष्ण चेतना लाभ करने बारंबार सुजोग पाए।